ମୋର ନମସ୍କାର। ଆଜିର ଏହି ବୀରଗାଥା ପ୍ରତିଯୋଗିତାରେ ମୁଁ ହେଉଛି ସୁଜିତ ଗୌଡ଼, ନବମ ଶ୍ରେଣୀ ଜଗଦମ୍ବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର। ଆଜି ମୁଁ ମେଜର କର୍ମଚକ୍ର ପ୍ରାପ୍ତ ମେଜର ସୋମନାଥ ଶର୍ମାଙ୍କ ବିଷୟରେ କିଛି କହିବାକୁ ଚାହୁଁଛି। ମେଜର ସୋମନାଥ ଶର୍ମା 1923 ମସିହା ଜାନୁଆରୀ 31ରେ ଜନ୍ମଗ୍ରହଣ କରିଥିଲେ। ସେ ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ହେଉଛି ମେଜର ଜେନେରାଲ ଅମରନାଥ ଶର୍ମା। ସେ ଭାରତୀୟ ସେନାବାହିନୀର ଅଧିକାରୀ ଥିଲେ। ମେଜର ସୋମନାଥ ଶର୍ମା ଛୋଟବେଳରୁ ହିଁ ତାଙ୍କ ମନରେ ଦେଶଭକ୍ତି ଓ ସେବା ଭାବ ରଖିଥିଲେ। 1942 ମସିହାରେ ମେଜର ସୋମନାଥ ଶର୍ମା ଏକ ଭାରତୀୟ ସେନାବାହିନୀରେ ଯୋଗ ଦେଇଥିଲେ। ନଭେମ୍ବର ମାସ 3 ତାରିଖ 1947 ମସିହାରେ ସେ ବେଲଗାମ ବର୍ତ୍ତମାନର ଶ୍ରୀନଗରର ନିକଟସ୍ଥ ଏକ ଯୁଦ୍ଧରେ ଶହୀଦ ହୋଇଥିଲେ। ତାଙ୍କର ବୀରତ୍ୱ ଓ ତ୍ୟାଗ ପାଇଁ ଆମ ଦେଶ ଆଜି ସୁରକ୍ଷା। ତାଙ୍କର ଏହି ଶୌର୍ଯ୍ୟ ଓ ବୀରତା ପାଇଁ ଆମ ମେଜର ସୋମନାଥ ଶର୍ମା ପ୍ରଥମେ କର୍ମଚକ୍ର ପୁରସ୍କାର ପାଇଥିଲେ। ତାଙ୍କର ଜୀବନ ଆଜି ମଧ୍ୟ ସୈନ୍ୟବାହିନୀ ଓ ଯୁବପିଢ଼ିମାନଙ୍କ ପାଇଁ ଏକ ଆଦର୍ଶ। ତାଙ୍କୁ ଆଜି ମଧ୍ୟ ଆମ ଦେଶ ଭାରତ ତାଙ୍କୁ ଆଜି ମଧ୍ୟ ସ୍ମରଣୀୟ କରୁଅଛି।